ବାରିପଦାରେ ପଡ଼ିଛି ଶହ ଶହ ସଂଖ୍ୟାରେ ଅସୁରଙ୍କ ମୁଣ୍ଡ। ବଡ଼ ବଡ଼ ଦାନ୍ତ, ବଡ଼ ବଡ଼ ମୁଣ୍ଡ, କଙ୍କାଳ ଚାରିଆଡ଼େ ପଡ଼ିଛି। ଏମିତି ଅସୁରମାନଙ୍କର କଙ୍କାଳ ଦେଖି ଲୋକମାନେ ଭୟଭୀତ ଓ ଆଶ୍ଚର୍ଯ୍ୟ। ଗବେଷକ କହୁଛନ୍ତି ଏସବୁ ସାର୍କ ମାଛର କଙ୍କାଳ ବୋଲି। ହଁ ଆଜ୍ଞା, ବାରିପଦାରୁ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଖବର ଭାଇରାଲ୍ ହେବାରେ ଲାଗିଛି ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଆଉ ସୋସିଆଲ ମିଡ଼ିଆରେ। ଯେ ଆପଣମାନେ ମୋବାଇଲ ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ ଯେ ଚାରିଆଡ଼େ କଙ୍କାଳ ପଡ଼ିଛି। ଅସୁରମାନଙ୍କର ଏସବୁ କଙ୍କାଳ ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି। ଯେ ଆପଣମାନଙ୍କୁ କହୁଛି ଏଭଳି ଏକ ନ୍ୟୁଜ୍ ଯେ ଏହି ସ୍ଥାନରେ ପୂର୍ବରୁ କୁଆଡ଼େ ଅସୁରମାନେ ବାସ କରୁଥିଲେ ବୋଲି ସ୍ଥାନୀୟ ଲୋକମାନେ ଦୃଢ଼ୋକ୍ତି ବାଢ଼ନ୍ତି। ଯେ ଏହାକୁ ନେଇ ବର୍ତ୍ତମାନ ଚାରିଆଡ଼େ କଳ୍ପନା ଜଳ୍ପନା ଚାଲିଛି ଏବଂ ଗବେଷକମାନେ କିନ୍ତୁ ଭିନ୍ନ ମତ ଦେଇଛନ୍ତି। ଯେ ସେମାନେ କହିଛନ୍ତି ଯେ ବାରିପଦା, ବୁଢ଼ାବଳଙ୍ଗ, ନଦୀପଠା, କୁଳିଅଣା ବ୍ଲକ, ଡେରା ଓ ବଡ଼ସାହି ବ୍ଲକର କିଛି ଅଞ୍ଚଳରେ ଏଭଳି ଅସୁରମାନଙ୍କର କଙ୍କାଳ ଏବଂ ମୁଣ୍ଡ ଦେଖିବାକୁ ମିଳିଛି। କିନ୍ତୁ ବୈଜ୍ଞାନିକମାନେ ଏବଂ ବିଶେଷଜ୍ଞମାନେ ଭିନ୍ନ ମତ ଦେଇଛନ୍ତି। ଦେଖିଲେ ଲାଗିବ ଯେମିତି ବିଶାଳ ଆକାରର କିଛି ଜୀବଙ୍କ ଶରୀର। ଯେ ଆପଣମାନେ ମଧ୍ୟ ମୋବାଇଲ ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ ଯେ ଏଭଳି ଏକ ନ୍ୟୁଜ୍ ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଏବଂ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାର ଲାଗେ ଯେ ବାରିପଦାରେ ଅସୁରମାନଙ୍କର କଙ୍କାଳ ଦେଖିବାକୁ ମିଳିଛି। କିନ୍ତୁ ଏହାକୁ ବର୍ତ୍ତମାନ ଲ୍ୟାବ୍ରେ ଟେଷ୍ଟ କରାଯାଇଛି ଏବଂ ବୈଜ୍ଞାନିକମାନେ, ଭୂତତ୍ତ୍ୱବିତ୍ମାନେ ଭିନ୍ନ ମତ ଦେଇଛନ୍ତି। ଯେ ଯାହାକି 1,50,00,000 ବର୍ଷ ପୂର୍ବରେ ଯେଉଁ ସମୟରେ ମାୟୋସିନ୍ ଯୁଗ ଆରମ୍ଭ ହୋଇଥିଲା। ଯେ ଆପଣମାନଙ୍କୁ କହି ରଖୁଛି ଜୀବଜନ୍ତୁମାନଙ୍କର ଯୁଗକୁ ମାୟୋସିନ୍ ଯୁଗ କୁହାଯାଏ। ଯେ ବାରିପଦା ସମୁଦ୍ର ଶୁଖିଲା ପରେ ସୃଷ୍ଟି ହୋଇଛି ବୋଲି ଯାହା ଭୂତତ୍ତ୍ୱବିତ୍ମାନେ ଯାହା ବର୍ତ୍ତମାନ ତଥ୍ୟ ଦେଇଛନ୍ତି। ଆପଣମାନଙ୍କୁ କହି ରହୁଛି ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ଏଭଳି ଏକ ନ୍ୟୁଜ୍ ଯେ ବର୍ତ୍ତମାନ ଆସିছে ବିସ୍ତୀର୍ଣ୍ଣ ଫସିଲ୍ ବେଡ୍ ବା ଜୀବାଶ୍ମର ସ୍ତର ଗୁଡ଼ିକ ଆପଣମାନେ ଦେଖିପାରୁଥିବେ ଯେ ମୋବାଇଲ ସ୍କ୍ରିନ୍ ମାଧ୍ୟମରେ 50% କେବଳ ପ୍ରାଚୀନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମୁଦ୍ର ପ୍ରାୟ 60 କିଲୋମିଟର ପଛକୁ ଘୁଞ୍ଚି ଯାଇଛି। ଯାହାକି ବର୍ତ୍ତମାନ ଭୂତତ୍ତ୍ୱବିତ୍ମାନେ ଯେ ମତ ଦେଇଛନ୍ତି ଏଭଳି ଗୋଟିଏ ନ୍ୟୁଜ୍ ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଏବଂ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଯାହାକି ଆପଣମାନେ ଦେଖିପାରୁଥିବେ ଯେ ବାରିପଦାର ବର୍ତ୍ତମାନ ଜିଓ ହେରିଟେଜ୍ ସାଇଟ୍ କିମ୍ବା ଫସିଲ୍ ପାର୍କ ଭାବେ ଘୋଷଣା କରିବାକୁ ଦାବି ମଧ୍ୟ ଉଠିଲାଣି ବାରିପଦାର ଏହି ଅଞ୍ଚଳକୁ। ଯେ ଆପଣମାନଙ୍କୁ କହିବାକୁ ଯେ ଆପଣମାନେ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର କରନ୍ତୁ NP ନ୍ୟୁଜ୍।